पचारि कहि दो मु गोटे कथाटी पचारि कहले 50 टका पुरस्कार दे। अरे पुआ ओ मु तते 10 टका देई बोलची मु तते 50 टका देबी 50 टका देबो देबी 50 टका कहि परियार अछि पचारि कहि दो ना माम बोले मु कोन ब्रह्मागिरे पुआ तू ब्रह्मा नहीं मनीष हां तू मते जिंदी पचारलु मु तते सिंदी पचारि तू मते पैसा देबो मु तते पैसा देबी 50 सुने कोन सोईथिला उठैली दी हाथ रे मुठैली धाई धाई झिकिली धीरे धीरे पेलली एटा ज्ञान को काय महाप्रभु बेटा कोडा दे महापुर दियल भंड कथा कहू तू के कहला भंड तू आकु जे भाबिबो भंड ताकु 551 टका दंड भंड ज्ञान कथा कथा प्रश्न को उत्तर बेला भंड कथा कहूची एटा प्रकृत प्रश्न आका आर उत्तर अछि तो थाइगिरे मु पचारनी माम हेले आलोचना करिबा कर आलोचना करिबा पूर्वरु मां को जोडिए पद डाकिबा हां डाक औ मम ठाकुराणी ठबे ठबे विहर मम ठाकुराणी ठबे ठबे विहर मंगले मंगल सा मंगलवार मंगले मंगल सा मंगलवार ठाब दियो बणार कनक दुर्गा आज ठाब दियो अवतार निंदा हेले तोरो प्रशंसा तोहर निंदा हेले तोरो प्रशंसा तोहर आउ निंदा न सुनाई बुए हाथी ओटर आज कंठे मोर विजय कर कनक दुर्गा आज कंठे मोर विजय कर रमणी मणि लो तू तोरा मारतन रमणी मणि लो तू तोरा मारतन अंटीरे रखी चोबार शस्त्र विहन अंटीरे रखी चोबार शस्त्र विहन बधु करो दान मा मंगला बारे दुखी को करी उदान अरे रूपटा देखिले तो लगे टका रूपटा देखिले तो लगे टका प्रश्न सुनिले तोहर न लगे नाटिका जोर काट देबी प्रश्न सुनिले तोहर न लगे नाटिका आज्ञा पचारिबा लोक भाई भारी सहज आउ जिए जो जागारे हेले पचारि दबा कहिबाटा केते कष्ट मन कुहे जो
କହିବାଟା କେତେ କଷ୍ଟ ମନ କୁହେ ଯୋ ଆଚ୍ଛା କିଏ ବ୍ରହ୍ମା କିଏ ବୃହସ୍ପତି ନୁ ହୋଇ ନାଇଁ ତ ଆଜ୍ଞା କିଏ ବ୍ରହ୍ମା କିଏ ବୃହସ୍ପତି ନୁ ହୋଇ ନାଇଁ ନାଇଁ ଆଉ କାହାର ଉତ୍ତର କିଏ ପାରିବ କହି ସବୁ କଥା ସମସ୍ତଙ୍କ ଯେବେ ହୁଅନ୍ତା ହେତୁ ସବୁ କଥା ସମସ୍ତଙ୍କ ଯେବେ ହୁଅନ୍ତା ହେତୁ ଆଉ ମଣିଷର କେବେ ନ ହୁଅନ୍ତା ମୃତ୍ୟୁ ଆଜ୍ଞା ମଣିଷର କେବେ ନ ହୁଅନ୍ତା ମୃତ୍ୟୁ ଆକାଶଟା କେତେ ହାତ କିଏ କୋଳି ପାରିବ ଆକାଶଟା କେତେ ହାତ କିଏ କୋଳି ପାରିବ ସମୁଦ୍ରର ବାଲି କୁହେ କିଏ ଗଣି ଯେ ଦେବ ନାଇଁ ନାଇଁ ପୁରାଣ ଅଟଇ ଅଗାଧ ସାଗର ପୁରାଣ ଅଟଇ ଅଗାଧ ସାଗର ଆଉ ପାର ହେବା ପାଇଁ ସାମର୍ଥ୍ୟ କାହାର ପାର ହେବା ପାଇଁ ସାମର୍ଥ୍ୟ କାହାର ଶୋଇଥିଲା ବାବୁ ଏବେ ଉଠେଇଲି ଦୁଇ ହାତରେ ତାକୁ ମୁଠେଇଲି ଧାଇ ଧାଇ କରି ତାହାକୁ ଝିକିଲି ଆଉ ଧୀର ଧୀର କରି ଏବେ ପେଲି ଦେଲି ଏ ପ୍ରଶ୍ନ ଉତ୍ତରଟି ଦେବା ବୁଝାଇ ଶୁଣୁଥିବେ ଜ୍ଞାନୀ ଜନେ ମୋହନ କର୍ଣ୍ଣ ଦେଇ ମା ମାଉସୀଙ୍କ କଥା ମନ ଦେଇ ଶୁଣ ମା ମାଉସୀଙ୍କ କଥା ମନ ଦେଇ ଶୁଣ ରୋଷେଇ ଘରେ କରିବେ ତକ୍ଷଣ ରୋଷେଇ କରିବାକୁ ଯେତେବେଳେ ଯିବେ ତରକାରୀ ପାଇଁ ପୁଣି ବେସର ବାଟିବେ ଆଜ୍ଞା ଶିଳ ଶିଳ ଗୁଡା ବ୍ୟବହାର କରିବେ ଜିରା ରସୁଣ ସୋରିଷ ଜିରା ରସୁଣ ସୋରିଷ ମରିଚ ନେଇ ଶିଳ ଉପରେ ଏବେ ଦେବେ କଥୋଇ ଶିଳ ଉପରେ ଏବେ ଦେବେ କଥୋଇ ହଳଦୀ ଦହିରେ ଯେ ମିଶାଇ ଦେବେ ସମସ୍ତ ସରକ ନେଇ ସେଠାରେ ଥୋଇବେ ଶିଳ ଗୁଡାଟି ଶୋଇ କରିଥିବ ଶିଳ ଗୁଡାଟି ଶୋଇ କରିଥିବ ବାଟିବା ପାଇଁ ତାକୁ ଉଠାଇବ ଶୋଇଥିଲା ବାବୁ ଏବେ ଦେଲୁ ଉଠାଇ ଦୁଇ ହାତରେ ପୁଣି ଦେବୁ ମୁଠାଇ ଶିଳ ଗୁଡାକୁ ଉଠାଇ ହସ୍ତରେ ଦୁଇ ପାର୍ଶ୍ୱକୁ ଧରି ବଦୁଇ କରେ ଧାଇ ଧାଇ କରି ତାହାକୁ ଝିକିବ ଆଉ ଧୀର ଧୀର କରି ଏବେ ପେଲୁଥିବ ଅଳିଆ ମାମୁ ମୋର ମା ମାଉସୀ ମାନେ ରୋଷେଇ କରିବେ ତାଙ୍କର ମୁଖ୍ୟ କାମଟା କଣ ରୋଷେଇ କରିବେ ହେଲେ ଭାତ ଏବେ ଭାତ ଡାଲି ତରକାରୀ ଭଜା ଯାହା କିଛି କରିବେ ତରକାରୀ କରିବା ପାଇଁ ବେସର ଟିକେ ଦରକାର ବେସର ଟିକେ ନ ବାଟିଲେ ହବ କି ଆଜ୍ଞା ହବନି ହେଲେ ବେସର ବାଟିବା ପାଇଁ ଏବେ ସିନା ଯୁଗୋପଯୋଗ ହେଇଗଲା ବୋଉ ପିଲାମାନେ ଗ୍ରାଇଣ୍ଡର ଧରି ପଳେଇ ଆଉଛନ୍ତି ବୋଉ ପିଲା ନ ଆଣିଥିଲେ ହେଲେ ପୁଅ କିଣିକି ଆଣିକି ଦେଇ ଦଉଛି ଗ୍ରାଇଣ୍ଡର ସେଇଥିରେ ସବୁ ପକେଇ ଦେଇକି ସୁଇଚ ମାରିଦେଲେ ଆଉ ଥରେ ସିଏ ବଟା ସର କହିକି ବାହାରି ପଡୁଛି ବେସର ହେଇକି ବାହାରି ହେଲେ ଆଗ କଣ ଏମିତି ଥିଲା କି ନାଇଁ ନାଇଁ ଆଗେ ମୋର ମା ମାଉସୀ ମାନେ ଶିଳ ଗୁଡା ସାହାଯ୍ୟରେ ଆକା ବେସର ବାଟୁଥିଲେ ବୁଢୀ ମା ନାଇଁ ଏବେ ମଧ୍ୟ ମା ଜେଜେମା ମାନେ ବାଟୁଛନ୍ତି ଆକା କାହିଁକି ବୁଢୀ ଲୋକଙ୍କୁ କହିବୁ ଆଲୋ ମା
ଗ୍ରାଇଣ୍ଡର ରେ ବାଟି ଦେଲେ ସେ ସ୍ୱାଦ ହବନି ମୁଁ ନାଇଁ ବେସର ବାଟିଲେ ଯୋଉ ସ୍ୱାଦ ସେ ସ୍ୱାଦ ଗ୍ରାଇଣ୍ଡର ରେ ହବନି ବୋଲି କହିବେ। ହେଲେ ଅଳିଆ ଶିଳ ଉପରେ ଜିରା ରସୁଣ ସୋରିଷ ମରିଚ ସବୁ ପକେଇ ଦେବେ। ହଁ 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 ଶିଳ ଗୁଡା କେମିତି ଥିବ? ଶିଳ ଗୁଡାଟା ତଳେ ଗଡିକିରି ପଡିକିରି ଥିବ ଶୋଇକିରି ଥିବ। ହଁ ସେଇଟାକୁ ଉଠେଇବେ। ହେଲା ଶୋଇଥିଲା ଉଠେଇଲେ ହଁ ଦି ହାତରେ ମୁଠେଇଲେ। ଦି ହାତରେ କଣ ମୁଠେ? ଶିଳ ଗୁଡାର ଦି ପାର୍ଶ୍ୱକୁ ଦି ହାତରେ ମୁଠେଇକି ଧରିବେ। ହଁ 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 ଧାଇଁ ଧାଇଁ ଝିକିଲି ହଁ ଝିକିବାଟା ବଡ ସହଜରେ ହଁ ଧାଇଁ ଧାଇଁ ଝିକିଲି ନ ଝିକିଲେ ଜିରା ରସୁଣ ସୋରିଷ ଛିଡିବନି ମରିଚ ଯା ଛିଡିବନି। ଧାଇଁ ଧାଇଁ ଝିକିଲି ହଁ। ଧୀରେ ଧୀରେ ପେଲିଲି ଧୀରେ ଧୀରେ ଏ ଯୋଉ ଝିକିଲା ବେଳକୁ ବେସରଟା ତଳକୁ ପଳେଇ ଆଉଥିବ ହଁ, ହଁ। ତାକୁ ହାତରେ ଧୀରେ ଧୀରେ ପେଲିବେ। ପଇସାଟା କାଢେ କି ପଇସା? ପଇସାଟା କାଢେ କି ପଇସା? କହିଥିଲୁ 50 ଟଙ୍କା ଦେବି ଆଁ? 50 ଟଙ୍କା ଦେଇ କହିଥିଲୁ 50 ଟଙ୍କା ଦେଇ କହିଦେଲି ହଁ ତୁ କହିବାର ହେଲାନି କଣ ନାଇଁ ତୁ ମୁଁ ଯୋଉଟା ପଚାରିଛି ତୁ ସେଇଟା କହିନୁ। ତୁ କଣ ପଚାରିଲୁ? ମୁଁ ଓଲଟା ସୋଲଟା କହୁଛୁ ଆଁ ଓଲଟା ସୋଲଟା କହୁଛୁ। କଣ ଓଲଟା ସୋଲଟା କହିଲି ରେ? ମୁଁ ଯୋଉଟା ପଚାରିଲି ସେଇଟା କହିନୁ ମାମୁଁ। ଆଜ୍ଞା କଣ ଭୁଲ ଲାଗି ଆଜ୍ଞା କଣ ଭୁଲ ଲାଗି ଭାଇ? ଠିକ ହେଲା ହଁ ଦଉନ ଆଉ ବୋଲି ଭୁଲ ଲାଗି ଆଜ୍ଞା ଭୁଲ ହେଇଛି କି? 50 ଠିକ ଟଙ୍କା ହେଇଛି ମାଗୁଛି ତ। ପଇସାଟା ଦେବ ଦେବାକୁ ମରିବାକୁ କାହାର ଇଚ୍ଛା ନାହିଁ ଆଉ ତା ବୁଝ ନା ବାପ ଆଁ? ହଁ ମୁଁ ପଚାରିଲି କିସ ଇଏ କହୁଛି କିସ? ହଁ ହଁ, ନାଇଁ 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 ମାମୁଁ ଆଉ ଉପାୟ ଆଉ କଣ ଜାଣିଛୁ ବେଲେ କହ ନହେଲେ ନାଇଁ କହ। କଣ ଆଉ ତୁ ମୁଁ କୋଉଟା ପଚାରିଲେ ତୁ କୋଉଟା କହିଦଉ ମୁଁ ହଁ ଏକା କରିବା। ତୁ ଦୁଆରି ପାଟ କରୁଛୁ ବୋଲି ଖମ୍ବା ବେଳକୁ ମୂଳା ବେଲେ ଆମେ ହଁ ଏକା କରିବାର ଅଛି ସେଟା ନାଇଁ ନାଇଁ ଆରେ ଏହି କଥାରେ ଯଦି ପାଇଲାନି ମନ ନାଇଁ ବାବା ଏହି କଥାରେ ଯଦି ପାଇଲାନି ମନ ନାଇଁ ନାଇଁ ମୋର ବାପା ଭାଇ କଥାକୁ ଦେବି ବୁଝାଇଣ କଣ ମୋର ବାପା ଭାଇ କଥାକୁ ଦେବି ବୁଝାଇଣ ବାପା ଭାଇ ମାନେ ସାଇ କଲ ଚଲାଇବେ ରାସ୍ତା ଉପରେ ପୁଣି ଯାଉଥିବେ ଆଚ୍ଛା ରାସ୍ତାରେ ସାଇକେଲ ପଞ୍ଚିଆର ହବ ହଁ ଆଜ୍ଞା ସାଇକେଲ ଧରି ମାଠକୁ ଯିବ ନିଶ୍ଚୟ ସାଇକେଲ ଧରି ମାଠକୁ ଯିବ ଆହା ପମ୍ପୁଟାକୁ ଖୋଜିବ ସେଠାରେ ପମ୍ପଟାକୁ ଖୋଜିବ ସେଠାରେ ଆହା ଶୋଇଥିବ ପମ୍ପୁଟି ମାଠ ଭିତରେ ଦେଖିବ ପମ୍ପୁ ଶୋଇ କରିଥିବ ଆଚ୍ଛା ତାହାକୁ ଏବେ ଉଠାଇ ଆଣିବ ତାହାକୁ ଏବେ ଉଠାଇ ଆଣିବ ନିପଲରେ ତାର ୱାସର ଦେବ କଲଗାଇ ଦି ହାତରେ ଏବେ ଧରିବ ମୁଠେଇ ଦି ହାତରେ ଏବେ ଧରିବ ମୁଠେଇ ଧାଇଁ ଧାଇଁ କରି ଏବେ ଝୁକୁଥିବ ଧୀର ଧୀର କରି ତାହାକୁ ପେଲିବ। ଅଳିଆ এইটা কোন গাই নেলু আমি জানি পাইলুনি। আরে মা মাউসী ମାନଙ୍କର କଥା ତ ତୁ ରାଜି ପଡିଲୁ নাই নাই ତୋତେ ବାପା ଭାଇ କଥା କହୁଛି ଶୁଣେ কাই ক দেখিয়া। ସାଇକେଲ ଚଲେଇବା হ্যাঁ ସାଇକେଲ ଚଲେଇଲେ ପଞ୍ଚାରି ମଧ୍ୟ ହବ হব ପଞ୍ଚାରି ପକେଇବାକୁ ହେଲେ ପମ୍ପ ଦେବାକୁ ଯିବ କୋଉଠିକି ମାଠକୁ ମାଠକୁ ଯିବ ହେଲା ମାଠକୁ ଗଲେ ଅଣ୍ଡାଳି ହବ କୋଉଠି ଅଛି ପମ୍ପଟା পম্পটা ଆଜ୍ଞା ସାଇକେଲ ପମ୍ପଟା ମାଠରେ তଳେ ଶୋଇକିରି ଆକା ଥିବ পড়িগিরি আগে থিব। ଶୋଇଥିବ ତାକୁ ଉଠେଇବ ହଁ ଶୋଇଥିଲା ଉଠେଇଲି ଆଜ୍ଞା ଦି ହାତରେ ମୁଠେଇଲି ଦି ହାତରେ ମୁଠେଇ- ଚକରେ ଆଣିକିରି ପାଇପଟାକୁ ନଗେଇଦବ ହଁ। ଏ ଯୋଉ ହ୍ୟାଣ୍ଡେଲର ଦି ହାତକୁ ମୁଠେଇକି ଧରିବ ଦି ହାତରେ মুঠে ସାଇକେଲ ପମ୍ପର ହ୍ୟାଣ୍ଡେଲ ଧାଇଁ ଧାଇଁ ଝିକିଲି ଝିକିଲା ବେଳକୁ ବଡ ସହଜରେ ହଁ ସାଇଁ পরা ଧାଇଁ পড়ে ପଳାଇ পড়ে ଧୀରେ ଧୀରେ ପେଲି পেলি ପେଲିଲା ବେଳକୁ ଗଲ ତ ତୁ ଜୋରି ପେଲୁ নাই পম্প ভরি যাইতো নাভি পকে মামু 50 কাଣି ଦଉଛୁ ଗମାନ୍ତରେ ପଚାରିଲି 50 ସତରେ ନଉ ପଇସା ତୁ ବେଗି ଦେ ତାଙ୍କର ଆହୁରି ଅଛି ତାଙ୍କେ କିଆଣ ପଚାରିଛ ହଁ ତୁ ଦେ ଆଗେ ଦେ ଏଇ ପେଣ୍ଟ କଣ ଖୋଲଛୁ କେତେ କାଢିକିରି ଦେଇ ରେ ପେଣ୍ଟ କଣ ଖୋଲଛୁ ପଇସା ନଉ ପରା କାଢେ
ଭଣଜାର ପଇସା ରଖୁନୁ ହେଲା।